সেদিন গোপপুর ছাড়ি আসিলা বেলে তো মা ধারি কহিলা মু এ জায়গা তো ভুলি পারু নাহি নীলমণি বন্ধে তু গোপপুর ছাড়ি চালি গলে মু বঞ্চি পারিবি মরিଯିବି ମୋ ମା କଥା ଆଜି ମନେ ପଡି ଯାଉଛି ମୋ ମା ମତେ କେତେ ଭଲ ପାଇ ଜାଣିଛ ଦ୍ୱାରକା କଟକରେ ମା 8 ଦିନ ସ୍ତ୍ରୀ ପାଇବା ପରେ ତଥାପି କୃଷ୍ଣ ମା ଯଶୋଦା କେତେ ଭଲ ପାଉଥିଲେ ସେ କହିଲେ ମୋ ମା ମତେ କେତେ ଭଲ ପାଇ ଜାଣିଛ କେତେ ଭଲ ପାଏ ରାତ୍ରିରେ ମୋ ମା ଛାତିରେ ହାତ ନ ପକେଇଲେ ମା ଆଉ ମୋ ମା ସିନା ମତେ ଦିନରେ ମାରିବ ତୁ ଦୁଷ୍ଟ ହୋଇ ବୋଲି ମୋ ମା ମତେ ମାରିବ ରାତିରେ ତା କୋଳରେ ଧରି ନ ଶୋଇଲେ ତାକୁ ନିଦ ହବନି କେତେ ଭଲ ପାଉଥିଲା ମୋ ମା ଶୁଣିବ ମୋ ମା କଥା ଦିନେ ମୁଁ ବୃନ୍ଦାବନକୁ ଗାଈ ନେଇକି ଯାଇଥାଏ ଗାଈ ନେଇକି ବୃନ୍ଦାବନ ଯାଇଛି ସନ୍ଧ୍ୟା ହେଲାଣି ମୁଁ ଫେରି ନଥାଏ ଝିପି ଝିପି ବର୍ଷା ହଉଛି ସବୁ ପିଲାମାନେ ଫେରି ଆସିଲେ ମୁଁ କିନ୍ତୁ ଫେରି ନଥାଏ ମୋ ମା ସେଥିରେ ବ୍ୟତିବ୍ୟସ୍ତ ହେଲା ବିବ୍ରତ ହେଲା ପଚାରିଲା ସୁଦାମ ଆରେ ସୁବଳ ମଧୁମଙ୍ଗଳ ଆରେ ତମେ ତ ସମସ୍ତେ ଆସିଲ ମୋ ନୀଳମଣି ପଛରେ ଆସୁଥିଲା ମା ମୋ ନୀଳମଣି କୁଆଡେ ଗଲା ମା ସେଦିନ କୃଷ୍ଣ ଦ୍ୱାରକା କଟକରେ ଯଶୋଦାକୁ ମନେ ପକେଇ କହୁଛନ୍ତି ସେଦିନ ସନ୍ଧ୍ୟା ହେଲାଣି ଝିପି ଝିପି ବର୍ଷା ହଉଛି ତଥାପି ମୋ ମା ସରଳ କରି ନେଇ ବୃନ୍ଦାବନ ମୋ ପୁଅ କାହିଁକି ଏଟା ଫେରେନି ଡାକି ଡାକି ମୋ ମା ଯାଉଥିଲା କଥାକୁ ଏବେ ବି କରିପାରୁନି ଆଉ ମୋ ମା ଏତେ ସ୍ନେହ ମତେ ଦେଇଛି ଦୁନିଆରେ କୌଣସି ମା ଏତେ ସ୍ନେହ ଦେବେନି ମୋ ମା ସେଦିନ ଡାକିଲା କଣ ଡାକିଲା କହିଲା ଦୁଃଖୀ ଧନ ନୀଳ ମରିରେ ଆସମ ବାପ ଧନ ନୀଳ ମରି ସନ୍ଧ୍ୟା ହେଇ ଆସୁଛି ବର୍ଷା ଝିପି ଝିପି ହଉଛି ମୋ ପୁଅ କାହିଁକି ଫେରିଲେ ବୋଲି ମୋ ମା ସେଦିନ କେତେ କାନ୍ଦିଲା ନୀଳମଣି ଦୁଃଖୀ ଧନ ନୀଳ ମରିରେ ରଜା ହେଲା ପରେ ବି ଯଶୋଦାକୁ ଭୁଲି ପାରୁନାହାନ୍ତି ମା ଯଶୋଦା ଏତେ ଭଲ ପାଏ କୃଷ୍ଣଙ୍କୁ ହେଲେ ଦୁନିଆରେ ସବୁ ମା ତାଙ୍କ ପୁଅକୁ ଭଲ ପାଆନ୍ତି ହେଲେ ମୋ ମା ଯେତିକି ମତେ ଭଲ ପାଏ କୌଣସି ମା ଯେତିକି ଭଲ ପାଇଲାନି ମୋ ମା ଡାକୁଥାଏ ସେଦିନ ମୁଁ ଶୁଣିଲି ଉତ୍ତର ଦେଇନଥିଲି ମୋ ମା ସେଦିନ କହିଲା ନୀଳମଣି ଏ ନୀଳମଣି ଏ ପିତା ତୋର ନନ୍ଦ ହୋଇଲେଣି
କୃଷ୍ଣ ଯଶୋଦାକୁ ତା ପ୍ରେମକୁ ତା ଭଲ ପାଇବା କହିଦେଉଛି। ଦେବକୀ ଆଶ୍ଚର୍ଯ୍ୟ ହଉଛି। ଦେବକୀ କହୁଛି କୃଷ୍ଣ ଆରେ ମୁଁ ତତେ ଗର୍ଭ ଧରି ଜନ୍ମ ଦେଇଛି, ତୁ ସେ ଅଲକ୍ଷଣୀ ଯଶୋଦାକୁ ଏତେ ବେପରନ୍ତ ଭୁଲିନୁ। କୃଷ୍ଣ କହିଲେ ମା ମୋ ମା ତ ଅଲକ୍ଷଣୀ କହନି, ମୋ ମା ଅଲକ୍ଷଣୀ ନୁହେଁ, ମୋ ମା ଅଲକ୍ଷଣୀ ନୁହେଁ। ଶୁଣିବୁ ମା ମୁଁ ସତ କହୁଛି ଆଜି ମା କେତେ ଭଲ ପାଆନ୍ତି ଯଶୋଦା କୃଷ୍ଣ, ଆଉ କୃଷ୍ଣକୁ ଯଶୋଦା କେତେ ଭଲ ପାଏ। କହିଲେ ଶୁଣିବୁ ମା ମୋ ମା ଅଲକ୍ଷଣୀ ନୁହେଁ। ଆଜି ମୃତ କଣ୍ଠରେ କହୁଛି କହିଲେ କୋଟି ଗୁରୁରୁ ଗରୁ ଗର୍ଭଧାରୀ ଯଶୋଦାଙ୍କ କଥା କହିଲା ବେଳେ କୃଷ୍ଣ ଟିକେ ଭାବ ହେଇଯାଇଛନ୍ତି। କହିଲେ ମା ମୁଁ ଆଜି ମୁକ୍ତ କଣ୍ଠରେ କହୁଛି କୋଟି ଗୁରୁରୁ ଗରୁ ଗର୍ଭଧାରିଣୀ ଗର୍ଭଧାରିଣୀ ମା କୋଟିଏ ବଡ, କିନ୍ତୁ ମୁଁ ଆଜି କହୁଛି ମୋ ମା ଯଶୋଦା ସମସ୍ତଙ୍କଠୁ ବଡ। ଏତିକି କହିଲା ବେଳେ ଦେବକୀ ବିଚାର କରୁଛି ସେ ଗୌରୀ କଣ ଦେଖିଲା ରେ, କାହିଁକି ତାକୁ ଏତେ ବଡ ପ୍ରଶଂସା କରୁଛୁ ତାର। ସେ କହିଲେ ଶୁଣିବୁ ମା ମୋ ମା ମତେ କଣ କହେ ବଳ ଖାଇବା ବିଳମ୍ବ ହେଇଥାଏ, ମୋ ମା କମ କାନ୍ଦିନି କହିଲା ଖାଇବ ମୋ ମା ସେଦିନ କଥା ମୁଁ ଏବେ ମୋ ସାଙ୍ଗରେ ବାଜିଛି। ମୋ ମା କହିଥିଲା କହିଲା ବୃଦ୍ଧ କାଳେ ତୁମ ଛୋଟିଆ କଥା ରଖିକି ଯାଉଛି ଆମର ଆଗମ ପାଇଁ। ଯଶୋଦା ତ କହିଲା, ଯଶୋଦା କହିଲା ବୃଦ୍ଧ କାଳେ, ଯଶୋଦା ହଉଛି ସ୍ତ୍ରୀଲିଙ୍ଗ, ବୃଦ୍ଧା କାଳେ ହବା କଥା, ବୃଦ୍ଧ କାଳେ କାହିଁକି ହେଲା କଥାରେ ଥାଉ। ତେବେ ସେ କୃଷ୍ଣ କହୁଛନ୍ତି ମୋ ମା ବେଜାକୁ ଭୁଲି ପାରୁନି। କାହିଁକି ଦୁନିଆରେ ପୁଅ ସମସ୍ତଙ୍କୁ ଭୁଲି ପାରିବେ, ମା କାହିଁକି ପୁଅ କାହିଁକି ମାକୁ ଭୁଲି ପାରିବେନି। ମା କଣ କରେ ଗଲେ ବିପତ୍ତିରେ ପାତିବ ଛାତି ନ ଖାଇ ରଖିବ ଏତେ ସିନା ଆଜ୍ଞା ଚଳିବା ସୁବିଧା ସମସ୍ତଙ୍କର ହେଇଗଲା। 30-40 ବର୍ଷ ପୂର୍ବକୁ ଆପଣ ଯାଆନ୍ତୁ ଦେଖେ ସେତେବେଳେ ଖାଇବା ପାଇଁ ସମସ୍ତେ ଠିକ ଭାବେ ପାଉନଥିଲେ, ସମସ୍ତଙ୍କର ସେ ଅଭାବ ଅନାଟନ ଥିଲା। ପୁଅ ସ୍କୁଲକୁ ଯାଇଛି ସମସ୍ତେ ଖାଇସାରି ମା ଅଳ୍ପ ହାତ ଖାଇଛି, ମା ଆସିଲେ କଣ ଖାଇବ ନିଜେ ଖାଇବନି ଖାଲି ତୁରାଣି ମୁଣ୍ଡେ ପିଇଦବ, ମା ପୁଅ ଭାତ ରଖିଥିବ ନା। କାହିଁକି ବିଚାର କଲେ ମୋ ପୁଅ ସ୍କୁଲରୁ ଆସିଲେ ଏ ଭାତ ଖାଇବ। ଇଏ ହଉଛି ମା, ମାକୁ କେତେ ଭଲ ପାଉଥିଲେ କୃଷ୍ଣ। ଶୁଣିବ ଆଉ ମା ଭଲ ପାଉଥିବା ପୁଅ କଳିଯୁଗରେ ନାହାନ୍ତି କି ଆଜ୍ଞା ଅଛନ୍ତି। ଗୋଟେ ପୁଅ କଥା କହୁଛି ଆଉ ଶୁଣିବେ ମା କେତେ ଭଲ ପାଇছে। ଆମର ଗୋପାଳ ଘର ପୁଅ ସତ କଥା ଆଜ୍ଞା, ତା ଘର ହଉଛି ଆମ ଗଞ୍ଜା ପାଖ ସରେଲି ପାଖରେ। 9 ବର୍ଷ ହେଇଥିଲା ମା ତା ବାପା ମରିଗଲେ, ସାନ ଭାଇ କି 7 ବର୍ଷ, କୁଳମଣି ସାନ ଭାଇଟା ନୀଳମଣି। ବାପା ଚାଲିଗଲେ, ମା କେତେ ଦୁଃଖ କଷ୍ଟ କରି ପୁଅ ଟିକେ ପାଠ ପଢେଇଲା। ରମଣୀ ନୀଳମଣି ପାଠ ପଢିଲେ, ପାଠ ପଢିଲା ପରେ କୁଳମଣି ଦେଖିଛି ମୋ ମା କେତେ କଷ୍ଟ କରିଛି ଆମ ପାଇଁ, ଆମେ 2 ଭାଇ ପଢେଇବୁ ବୋଲି ମୋ ମା ବାହାରେ କାମ କରିବାକୁ ଯାଇଛି।
କେତେ କଷ୍ଟ କରୁଛି ମା। ଦି ଭାଇ ବଡ ହେଲେ ଚାକିରି କଲେ, କୋରାପୁଟରେ ଏବେ ବି ଅଛନ୍ତି ଆଜ୍ଞା। ଚାକିରି କରିବା ପରେ ବିବାହ କଲେ, ଆଜ୍ଞା ମା ସେତେବେଳକୁ ବୁଢୀ ହେଇଯାଇଛି। ମା ରୋଗଣ ଧୀରେ ଧୀରେ ହେଉଛି। କୋରାପୁଟରେ ଅଛନ୍ତି ଦି ଭାଇ, ହଁ ତାଙ୍କ ବୋହୂ ମାନେ ଅଛନ୍ତି ଘରେ। ଆଜ୍ଞା ମା ବାଟ ଘରେ ଶୋଉଛି, ହଁ ବୋହୂ ମାନେ ଝୁମୁକା ପାଉଁଜି ସବୁ ପିନ୍ଧିଛନ୍ତି। ଆଜ୍ଞା ବାଟରେ ଯିବା ଆସିବା କଲା ବେଳେ ବୁଢୀ ନିଦ ଭାଙ୍ଗି ଯାଉଛି। ରୁଣଝୁଣରେ ଶବ୍ଦବାଦ ହଉଛି। ହଁ ଥରେ ନିଦ ଭାଙ୍ଗିଗଲେ ମା ଆଉ ନିଦ ହଉନି। ସେଠି ଦିନେ ମା ଖାଲି କହିଲା କୁଳମଣିକି, କହିଲା କୂଳରେ ତ ବୋହୂ ମାନେ କି ପାଉଁଜି ପିନ୍ଧିଛନ୍ତି ଯେ ଏବାଟେ ଚାଲିଗଲା ବେଳେ ମୋ ନିଦ ଭାଙ୍ଗି ଯାଉଛି, ଆଉ ମତେ ନିଦ ହଉନି। ବାସ୍ କୋରାପୁଟରେ ଥାଇକି ବୋହୂ ମାନଙ୍କୁ ଫୋନ କଲେ ସେଥିରେ କୁଳମଣି ହଁ ପାଦରୁ ପାଉଁଜି ଖୋଲିଦବ, ମୋ ମା ନିଦ ଭାଙ୍ଗି ଯାଉଛି। ଆରେ ରେ ରେ। ସବୁ ତାଙ୍କ ସ୍ତ୍ରୀ ଆଗେ ପାଉଁଜି ଖୋଲିଦେଲେ। ଏବେ ବି ଆଉ ପାଉଁଜି ପିନ୍ଧୁନାହାନ୍ତି। ମୋ ମା ନିଦ ଭାଙ୍ଗି ଯାଉଛି, ପାଦରୁ ପାଉଁଜି ଖୋଲିଦବ। ହଁ ସେଇ ପୁଅ ଆଜ୍ଞା, ପୁଅ ନାହାନ୍ତି, ଭଲ ପୁଅ ଅଛନ୍ତି। ଅଛନ୍ତି ଆମେ ସିନା ବାପା ମାଙ୍କୁ ବଡ ବୋଲି ବିଚାର କରିପାରୁନୁ, ବାପା ମାଙ୍କୁ ଠାକୁର ବୋଲି ଭାବି ପାରୁନୁ। ମୁଁ କିନ୍ତୁ ଗୋଟିଏ କଥା କହେ ସବୁ ମଞ୍ଚରେ, ହଁ। ଓଡିଶାରେ ଯୋଉ ମଞ୍ଚରେ ପାଳାଗାଏ, ଆଜ୍ଞା ମୁଁ ଗୋଟିଏ କଥା କହେ, ମା ଆମ ପୁଅକୁ ଝିଅକୁ ଆମେ ଯେତିକି ଭଲ ପାଉଛୁ, ଆମ ମା କଣ ଆମକୁ ସେତିକି ଭଲ ପାଇଥିଲେ? ଅଭାବ ଅନଟନ ଭିତରେ ଥିଲା ବେଳେ ବି ମୋ ମା କଣ ମତେ ସେତିକି ଭଲ ପାଇନି? ଆଜ୍ଞା ମାକୁ ହତାଦର କରିବେ କାହିଁକି? ସବୁ ଯୁବ ଗୋଷ୍ଠୀ ମୁଁ କହିକି ଯାଉଛି, ବାପା ମାଙ୍କୁ କେବେ ହତାଦର କରିବେନି ଆଜ୍ଞା। ସମ୍ପର୍କର ମୂଲ୍ୟ ବୁଝିବେ, ସମ୍ପତ୍ତିକି ବଡ କରିବେନି, ସମ୍ପର୍କକୁ ବଡ କରିବେ। ସମ୍ପତ୍ତି କେବେ ବଡ କରିବେନି ଆଜ୍ଞା। ଯିଏ ସମ୍ପତ୍ତିକି ବଡ କରିଛି ତାର ଭଲ ଗତି ନାହିଁ, ନା 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 ଆଉ ଯିଏ ସମ୍ପର୍କକୁ ବଡ କରିଛି ତାର ଭଲ ଗତି ଅଛି। ସର୍ବମଙ୍ଗଳ ତାର ହବ। ସେ ଗୁଣମଣି କହିଥିଲେ ଗୋଟିଏ ପଦ ତାଙ୍କର ଗାଉଛି। ଆଜ୍ଞା ମା କହେ ସେ ଗୋଟେ ଦେଖିଥିଲି ତାକୁ ଗୋଟେ ଦୁଇଟି ପଦ ମୁଁ ଗାଉଛି। ମା କେତେ ସୁନ୍ଦର କଥା ସେ କହିଲେ, ମା କେତେ ଭଲ ପାଏ ସେ କହିଲା, ଆଜ୍ଞା ଏ ସ୍ୱର୍ଗରେ ଥିବା ଅମୃତ କେବେ ହେବ କି କେମିତିକା ପଦ କହିଲେ, ସ୍ୱର୍ଗରେ ଥିବା ଅମୃତ କେବେ ହେବ କି ସରି, ମୋ ମା ଦେଇଥିବା ଅମୃତ ତା ଛାତିକି ଚିରି। ସ୍ୱର୍ଗରେ ଥିବା ଅମୃତ କିଏ ଦେଖିଲେ ଆଜ୍ଞା? କିଏ ଦେଖିଛନ୍ତି? ନାଇଁ ନାଇଁ କିନ୍ତୁ ମୋ ମା କୁ ଅମୃତ ଦେଇଛି, ସେ ଅମୃତ କଣ ଦେଖିନି, ସେ ଅମୃତ କଣ ଖାଇନି। ହଁ ସେ କହୁଛି ଆଜ୍ଞା କିଏ? ଏ କୁଳମଣି। ଗୁଳମଣି ଆଉ ସେଇ କୁଳମଣି ହଉଛନ୍ତି ନୀଳମଣି, ହଉଛନ୍ତି କୃଷ୍ଣ। ଆଜ୍ଞା ଯଶୋଦାକୁ ଏତେ ଭଲ ପାଆନ୍ତି, କହିଲେ ମା ମୋ ମାଙ୍କୁ ଅଲକ୍ଷଣୀ କହନି। ନା ସେ ଅଲକ୍ଷଣୀ ଯଶୋଦା ତତେ କେତେ କଷ୍ଟ ଦେଇଛି, ହଁ ହଁ ତତେ ବୃନ୍ଦାବନକୁ ଗାଈ ଚରେଇବାକୁ ପଠେଇଛି, ଆଜ୍ଞା ତୁ ଝରଣା ଜଳ ଖାଇଛୁ, ଫଳମୂଳ ଖାଇ ବଞ୍ଚିଛୁ। ବାସ୍ କୃଷ୍ଣ କହିଲେ, ମା ମୋ ମା ସିନା ମତେ ମାରିବ, ହଁ କିନ୍ତୁ ଏତେ ଭଲ ପାଇବ ମୋ ମା, ରାତିରେ ତା କୋଳରେ ଧରି ନ ଶୋଇଲେ ମୋ ମାକୁ ନିଦ ହବନି। ହବନି ମୋ ମା ମତେ ଏତେ ଭଲ ପାଏ। ହଁ। ଯଶୋଦାକୁ ବାରମ୍ବାର ପ୍ରଶଂସା କଲା ବେଳେ ଦେବକୃଷି କହିଲେ, କହିଲା ଏଇ ତ ଯଶୋଦାକୁ ଭୁଲିନି, ଆଉ ମୁଁ କାହିଁକି ରହିବି, ମୁଁ ଯାଉଛି ମରିବି। କହିଲେ ମୁଁ କାହିଁକି ଆଉ ବଞ୍ଚିବି, ମୁଁ ଯାଉଛି ମରିବି। ଯେତେବେଳେ ଦେବକୀ ମରିବା ପାଇଁ କହିଲେ, କୃଷ୍ଣ ଛିଡା କହିଲେ, ମା ମୁଁ ମା ଯଶୋଦା କଥା ଭାବୁନଥିଲି, ତା କଥା ଖାଲି ମୋ ଦେହଟା ଭଲ ନାହିଁ, ମୋ ପାଟିରେ ପଶିଗଲା, ହଁ ମୁଁ ପ୍ରକୃତରେ ଯଶୋଦା କଥା ଭାବୁନଥିଲି। ଆଉ ତା କଥା ଭାବୁଥିଲୁ ଆଗେ କହିଲେ ମୁଁ ରାଧା କଥା ଭାବୁଥିଲି, ସିଏ ଯେମିତି ଆଜି ବିଦ୍ରୋହ କଲେ, ସେ କହିଲେ ନାଇଁ ମୋ ମା ଯଶୋଦା କଥା ଭାବୁଥିଲି। ସିଏ ଯେମିତି ଦେବକୀ ବିଦ୍ରୋହ କଲେ, ହଁ ସେ କହିଲେ ନାଇଁ ମୁଁ ଆଉ ଜଣଙ୍କ କଥା ଭାବୁଥିଲି। ଆଉ ତା କଥା ନା ତା କଥା ଭାବୁଥିଲୁ, ନା ଶୁଣ ଶୁଣ ମୁଁ ତା କଥା ଭାବୁଥିଲି। କହିଲେ ନାଉରି ନା ବୋଲଗା ନା ବୋଲଗା ବହନ ନାଉରି ନା ବୋଲଗା ନା ବୋଲଗା ବହନ ନାଉରି ନା ବୋଲଗା ନା ନାଉରି ନା ଭଲ ଲଗା
ସେ ଡଙ୍ଗା ଯୋଉ ଡଙ୍ଗାରେ ଯମୁନା ନଦୀରେ ମୁଁ କେତେ ଲୀଳା ଖେଳା କରିଥିଲି ସେ ଛୋଟିଆ ଡଙ୍ଗା କଥାଟା ମୋର ଆଜି ମନେ ପଡିଯାଉଛି ଡଙ୍ଗା କଥାଟା ମନେ ପଡିଯାଉଛି ପାଖରେ ବସିଥିଲି ଗରୁଡ଼ ସିଏ ଉଠିଲେ ସିଏ କହିଲେ ଆଶ୍ଚର୍ଯ୍ୟ କଥା ଆରେ ମୁଁ ପ୍ରଭୁଙ୍କୁ ମୋ ପିଠି ଉପରେ ସଦାସର୍ବଦା ବହନ କରି ନେଇକି ଯାଉଛି ଯୁଗେ ଯୁଗେ ବହନ କରି ନେଇକି ଯାଉଛି ସେ ଗୋଟେ ଛୋଟିଆ ଡଙ୍ଗାଟା ଭୁଲି ନାହାନ୍ତି ବୋଲି କହିଲେ ଆରେ ପ୍ରଭୁ ମୋରି କାନ୍ଧରେ ବସିକି 3 କୂଳ ଭ୍ରମଣ କରୁଛନ୍ତି ମୋ କଥା ତ ପ୍ରଭୁଙ୍କର ଦିନେ ମନେ ନାହିଁ ଯେ ଡଙ୍ଗା କଣ କଲା ଡଙ୍ଗା କଥା ହଉଛନ୍ତି ଏତିକି କଥା କହିଦେଲି ମୁଁ ଯାଉଛି ମୋ ଗୋଠୁକୁ ପଳେଇବି ଗୋଟିଏ ଯଦି ପଦ ପଢୁଛି ଆଜ୍ଞା କମଳ ଲୋଚନ ଚୌତିଶା କବିରେ ବଳରାମ ଦାସ ମୋ ମା ଏ ପଦ ଆପଣମାନେ ସବୁ ଶୁଣିଛନ୍ତି କଣ କବି କହିଲେ ଖଗ ଆସନେ ଖଗପତି ଖଟନ୍ତି ଲକ୍ଷ୍ମୀ ସରସ୍ୱତୀ ଖଗ ଆସନେ ଖଗପତି ଖଗ କହିଲେ କଣ ଖ କହିଲେ ଆକାଶ ଗ କହିଲେ ଗମନ କରିବା ଆକାଶ ଯେ ଗମନ କରେ ସେ ହେଲା ଖଗ ଖଗ କହିଲେ ସେ କିଏ